ମାଡ଼ି ଆସୁଛି ଭୟଙ୍କର ବାତ୍ୟା, ଓଡ଼ିଶା ପାଇଁ ବଡ଼ ବିପଦ। ତ ଆଗ 8 ତାରିଖରେ ଏଇ ଆଉ ରହିଲା 2-3 ଦିନ ରହିଲା। 3 ଦିନ ଭିତରେ ଆପଣଙ୍କୁ ପୁରା ଆପଣଙ୍କ ରାଜ୍ୟରେ ଆପଣଙ୍କ ସହରରେ ପୁରା ଭସେଇ ନେବ। ସମ୍ପୂର୍ଣ୍ଣ ଭାବରେ ଭିଡ଼ିଓକୁ ଦେଖନ୍ତୁ। କେଉଁ ଜିଲ୍ଲାରେ ବାତ୍ୟାର ରୂପ ନେଇଛି, କେଉଁ ଜିଲ୍ଲାରେ ବାତ୍ୟାର ରୂପ ନେବ, ଭିଡ଼ିଓରେ ସମ୍ପୂର୍ଣ୍ଣ ବିବରଣୀ ଦେଇଛି। ଯେଉଁ ଦେଶକୁ ବର୍ତ୍ତମାନ ଆଉଟ୍ ଅଫ୍ କଣ୍ଟ୍ରି କି ଯାଉଥିଲା ବାତ୍ୟାଟା, ସେ ବର୍ତ୍ତମାନ ଓଡ଼ିଶା ମୁଖା ଧରି ସାରିଲାଣି। ଏଇ 8 ତାରିଖରେ ଓଡ଼ିଶାକୁ ରିଟର୍ଣ୍ଣ କରିବ। କେଉଁଠିକି ଲ୍ୟାଣ୍ଡଫଲ୍ କରିବ, କେଉଁ ଡିଷ୍ଟ୍ରିକ୍ଟରେ ଲ୍ୟାଣ୍ଡଫଲ୍ କରିବ, ସେ ବିଷୟରେ ମୁଁ ଟୋଟାଲ୍ ଦେଇଛି। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ଜାଣିପାରିବେ। ଭିଡ଼ିଓକୁ ଯଦି ଲାଇକ୍ କରିନାହାନ୍ତି ଗୋଟେ ଲାଇକ୍ କରିଦିଅନ୍ତୁ। ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍କୁ କ୍ଲିକ୍ କରିଦିଅନ୍ତୁ। ଧୀରେ ଧୀରେ ଓମାନ ଆଡ଼କୁ ମୁହାଁଉଛି ଶକ୍ତି। ବାତ୍ୟାର ନାଁ ହେଉଛି ଶକ୍ତି, ତା ନାଁ ଦିଆଯାଇଛି ଶକ୍ତି। ଧୀରେ ଧୀରେ ଓମାନ ଆଡ଼କୁ ମୁହାଁଉଛି। ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ଆଗଉଛି ଶକ୍ତି। ଘଣ୍ଟା ପ୍ରତି 100 କିଲୋମିଟରରୁ ଅଧିକ ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି। ପୁଣି ଭାରତ ମୁହାଁ ହେବ ବୋଲି IMDର ପୂର୍ବାନୁମାନ। ଗୁଜରାଟ, ମୁମ୍ବାଇ ଓ କୋଙ୍କଣ ଉପକୂଳରେ ଆଲର୍ଟ, ହାଇ ଆଲର୍ଟ ଦିଆଯାଇଛି। ଗୁଜରାଟକୁ, ମୁମ୍ବାଇକୁ ଏବଂ କୋଙ୍କଣ ଉପକୂଳରେ ହାଇ ଆଲର୍ଟ। 8 ତାରିଖ ଯାଏ ପଶ୍ଚିମ ଉପକୂଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଜିର ଥିଲା ଛୋଟିଆ ସା ଇନଫର୍ମେସନ୍। ଯେଉଁ 8 ତାରିଖରେ ବାତ୍ୟା ଆସୁଛି ଭୟଙ୍କର ଶକ୍ତି, ମୁଁ ଆପଣମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଛି। ତ ଆପଣ ଯଦି ଉପକୂଳରେ ରହୁଛନ୍ତି ସଚେତନ ହେଇଯାଆନ୍ତୁ, ଆଉ କିଛି ସରକାରଙ୍କୁ ସାହାଯ୍ୟ ମାଗନ୍ତୁ। ଭିଡ଼ିଓକୁ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ରହୁଛି, ଜୟ ଜଗନ୍ନାଥ।